ଆଜି କହିମି ତମ ସମ୍ପର୍କ ଭାଙ୍ଗିବନି ଆଉ ତମ ଘର ଫ୍ୟାମିଲି ବି ନ ଭାଙ୍ଗୁ, ତମେ ମିଶିକି ସମସ୍ତେ ରୁହନ୍ତି, ସେଇଭଳିଆ ଚେଷ୍ଟା କରିବ। ଆଉ ମୁଁ ଆଜି ସେଇ ବିଷୟରେ କଥା କହିମି। ତ ଗୋଟେ ବୁଢା ଲୋକ ଥିଲା, ଗୋଟେ ଗାଁ ଛକରେ ସେ ବସୁଥିଲା। ସେ ଯିବା ରାସ୍ତାରେ ଗୋଟେ ଛୁଆ ସେ ବାଟେ ଯାଉଥିଲା, ସେଇ ଛକ ରାସ୍ତା ଦେଇ ଯାଉଥିଲା। ସେଠି ଗୋଟେ ବୁଢା ଲୋକ ତାକୁ ଡାକିଲା, କହିଲା ଛୁଆ ଶୁଣ। ତାକୁ ଡାକି ପଚାରିଲା, କହିଲେ କୁଆଡେ ଯାଉଛୁ? ନା ଘରକୁ ଯାଉଛୁ। ଯେତେବେଳେ ଘରକୁ ଯାଉଛୁ ଏମିତି ପଚାରିଲା, ସେ ବୁଢା ଲୋକ କହିଲା ଛୁଆ ବାଡିଟା ଭାଙ୍ଗନା। ସେ ବାଡିଟା ଭାଙ୍ଗିଲା, କିଛି ବୁଝିପାରିଲାନି। ପୁଣି ଆଉ ଥରେ ବାଡି ଦେଲା, ପୁଣି ଭାଙ୍ଗିଲା। ଏମିତି 2-3 ଥର ଦେଲା ପରେ ସେ ବୁଢା ଲୋକଟା ହସୁଥାଏ। ସେ ଛୁଆ ସେ କିଛି ବୁଝିପାରୁନାହିଁ। ବାଡି ତ ଦେଲା, ମୁଁ ତ ଭାଙ୍ଗିଦେନି, ମୁଁ କିଛି ବୁଝିମି, କିଛି ବୁଝିପାରିଲାନି। ତ ସେଇଠି ଆଗର ଦେଖିଲା କିଛି ଲୋକ ଯାଉଛନ୍ତି ଫ୍ୟାମିଲି ସହ ମିଶିକି କେଉଠି ଗୋଟେ ଯାଉଛନ୍ତି। ସେଇଠି କହିଲା ଛୁଆ ଯେତେବେଳେ ସାଙ୍ଗିର ରହିଥିବ ତମ ଭାଙ୍ଗିବା ପାଇଁ କେହି ବି ଚେଷ୍ଟା ବି କରିପାରିବେନି। ତମ ଯଦି ସାଙ୍ଗିର ନଥିବ ତମ ଭାଙ୍ଗିବା ପାଇଁ ବହୁତ ଲୋକ ଅଛନ୍ତି, ଚେଷ୍ଟା କରନ୍ତି, ତମ ଖେଳ ଲଗାନ୍ତି ତମ ବିଷୟରେ, ତା ବିଷୟରେ ଏମିତି ଖେଳ ଲଗି ଘର ଭାଙ୍ଗି ଦିଅନ୍ତି। ତ ବାହାଇକି ଆସନ୍ତି ସ୍ତ୍ରୀ ମାନେ, ସେତେବେଳେ ବି ଯୋଉ ଭାଇ ଭାଇ ଭିତରେ ସମ୍ପର୍କ ବହୁତ ଭଲ ରହୁ। ସିଏ ବାହା ସାରିଲା ପରେ ସିଏ କହିବ ତା ସ୍ତ୍ରୀ ଅଣ୍ଡରରେ ସିଏ ଚାଲିଲା, ସେଭଳିଆ ଯେମିତି ନ ହଉ। ଯେତେବେଳେ ମିଶିକି ରୁହନ୍ତି, ଯେତେବେଳେ ସେ ବୁଢାଟା ବାଡି ଦେଲା ସବୁଆଡେ ଏକାଥରେ କେହି ଭାଙ୍ଗି ପାରିଲାନି, ସେଇଭଳିଆ କଥାଟା ତ ନିଶ୍ଚୟ ବୁଝିପାରିବ। ଏତିକି ରହୁଛୁ। ଜୟ ଜଗନ୍ନାଥ।